ମୋର ନାମ ହେଉଛି ଅଂଶୁମାନ ନାଗ। ମୁଁ ଛୋଟ ଶ୍ରେଣୀରେ ପଢ଼େ। ଦଧି ବାମନ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରୁ ଆସିଅଛି। ମୋର ଗାଇଡ୍ ଟିଚର ହେଉଛନ୍ତି ରୂପେଶ ସାର୍। ମୁଁ ଏଇ ପ୍ରୋଜେକ୍ଟ ତିଆରି କରିଛି। ତାର ନାମ ହେଉଛି ସୂର୍ଯ୍ୟ ଶକ୍ତିର ଉପଯୋଗ। ଏଇ 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 ଘର ତିଆରି କରିବାର ଉଦ୍ଦେଶ୍ୟ ହେଉଛି ଯେଉଁ ଜାଗାରେ ଇଲେକ୍ଟ୍ରିସିଟି ପହଞ୍ଚିବାର ଆବଶ୍ୟକତା ନଥାଏ, ଯେଉଁ ବରଫାବୃତ ଅଞ୍ଚଳ, ସମତଳ ଅଞ୍ଚଳ, ବରଫାବୃତ ଅଞ୍ଚଳ, ମାଳଭୂମି ଅଞ୍ଚଳ ଓ ଘନ ଜଙ୍ଗଲ ଅଞ୍ଚଳରେ ଯେଉଁ ଇଲେକ୍ଟ୍ରିସିଟି ନ ପହଞ୍ଚୁଥିବା ସେଟା ସୋଲାର ଲଗାଇବା ପାଇଁ ଏ ଘରକୁ ମୁଁ ସୋଲାର, ବ୍ୟାଟେରୀ ଓ ଲାଇଟ୍ ଓ ମୋଟରରେ ତିଆରି କରିଛି। ଏଇ ଘର ହେଉଛି ଅଟୋମେଟିକ ସିଷ୍ଟମରେ ତିଆରି ହୋଇଛି, ଯାହା ଆମର ପଇସା ବଚତ କରିପାରିବ ଓ ଆମେ ଯେଉଁ ଲାଇଟ୍ ନେଇଥାଉ ତାକୁ ମାସ ମାସ ପଇସା ଦେବାକୁ ପଡ଼ିଥାଏ। ଏଇ ସୋଲାର ଦ୍ୱାରା ଆମେ ପଇସା ବଚତ କରିପାରିବା ଓ ଏଇ ସୋଲାର ଅଟୋମେଟିକ ସିଷ୍ଟମ ରହିଛି, ଯାହା ମୁଁ ଏବେ ଆପଣଙ୍କୁ ଦେଖାଇବି। ତ ଏଇ ଯେଉଁ ଲାଇଟ୍ ଜଳିବ, ଯେଉଁ ସକାଳେ ସୂର୍ଯ୍ୟ କିରଣ ପଡ଼ିବ ସୋଲାରରେ ଓ ଏଇ ସୋଲାର ସୂର୍ଯ୍ୟ କିରଣକୁ ନିଜ ଭିତରେ ଆବଜର୍ବ କରି ବ୍ୟାଟେରୀକୁ ଚାର୍ଜ କରିବ। ବ୍ୟାଟେରୀ ଚାର୍ଜ ହୋଇଥିବ, ଯାହା ଫଳରେ ଯେଉଁ ବର୍ଷା ପଡ଼ିବ ତ ସୋଲାର ଚାଲିବ ନାହିଁ। ତ ଆମେ ଗୋଟିଏ ସୁଇଚ୍ ମାରିଲେ ବ୍ୟାଟେରୀ ଦ୍ୱାରା ଇଲେକ୍ଟ୍ରିସିଟି ଯାଇକରି ଆମ ଘରକୁ ଚାଲିବ। ତ ଏହା ଦ୍ୱାରା ଏ ଅଟୋମେଟିକ ସିଷ୍ଟମ ଅଛି, ଯାହା ରାତିରେ ହେଲେ ଏ ବ୍ୟାଟେରୀର ଚାର୍ଜରେ ଏହି ଲାଇଟଟି ଜଳିବ ଓ ସକାଳ ହେବ ତ ଲାଇଟଟି ବନ୍ଦ ହେଇଯିବ, ମୋଟର ଅନ୍ ହେଇଯିବ। ତ ମୋଟର ଅନ୍ ହେଇଗଲେ ଆମକୁ ଯେତେବେଳେ ଇ ମୋଟରରେ ବହୁତ ପାଣି ବ୍ୟବସ୍ଥା ହେବା, ତ ସେଇ ମୋଟରକୁ ଆମେ ବନ୍ଦ କରିବା ପାଇଁ ସୁଇଚ୍ ଲଗା ହେଉଛି। ଏଇ ମୋଟରକୁ ଆମେ କୃଷି କାର୍ଯ୍ୟ ପାଇଁ ଓ ଅନ୍ୟାନ୍ୟ ଚାଷ ପାଇଁ ତିଆରି କରିଛୁ। ତ ମୁଁ ଆପଣଙ୍କୁ ଗୋଟିଏ ଉଦାହରଣ ଦେଉଛି। ଦେଖନ୍ତୁ, ଏଇଟା ଲାଇଟ୍ ଅଫ୍ ହୋଇଯାଇଛି ଓ ଏଠାରେ ମୋଟର ଚାଲୁଛି ଓ ମୁଁ ଯେବେ ଏଠାକୁ ଅଫ୍ କରିଦେବି ତ ଲାଇଟ୍ ଅନ୍ ହେଇଯାଉଛି ଓ ମୋଟର ଅଫ୍ ହେଇଯାଉଛି। ମୁଁ ଚଲାବି ତ ଚାଲୁଛି, ମୁଁ ସୁଇଚ୍ ଅଫ୍ କରିଦେବି ତ ଅଫ୍ ହେଇଯାଉଛି। ତ ଏହା ଦ୍ୱାରା ଆମେ ଲାଇଟ୍ ବଚତ କରିପାରିବା, ପଇସା ବଚତ କରିପାରିବା। ଧନ୍ୟବାଦ।